ବନ୍ଧୁଗଣ, ଆସନ୍ତା ମଙ୍ଗଳବାର ଦିନ ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିସହିତ ବର୍ଷ 2026ର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି, ଯାହା ଏକ ବିରଳ ମହାଜାଗତିକ ଦୃଶ୍ୟ ଭାବରେ ମହାଶୂନ୍ୟରେ ସଂଗଠିତ ହେବ। ଦୋଳ ପୂର୍ଣ୍ଣିମା ଓ ଗ୍ରହଣ ଗୋଟିଏ ଦିନରେ ପଡ଼ୁଥିବାରୁ ଏହା ବହୁତ ବିରଳ ରହିବ ଏବଂ ଏମିତି ସଂଯୋଗ ଦୀର୍ଘ 500 ବର୍ଷ ପରେ ପଡ଼ୁଅଛି। ତେଣୁ ଏହି ଗ୍ରହ ଓ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ମହାସଂଯୋଗ ସୃଷ୍ଟି କରିବା ପାଇଁ ଯାଉଅଛି। ଯେହେତୁ ଏହା ହେଉଛି ଏକ ବିରଳ ଚନ୍ଦ୍ରଗ୍ରହଣ, ତେଣୁ ଏହା ପୂର୍ଣ୍ଣିମା ତିଥିରେ ଅର୍ଥାତ୍ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଲାଗିବା ପାଇଁ ଯାଉଅଛି। ଏହି ଗ୍ରହଣ ଲାଗୁଥିବା ସମୟରେ ଚନ୍ଦ୍ର ସିଂହ ରାଶି ଓ ମଘା ନକ୍ଷତ୍ରରେ ଅବସ୍ଥାନ କରୁଥିବାରୁ ଏହି ଚନ୍ଦ୍ରଗ୍ରହଣ ସିଂହ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିବ। ଏହି ଚନ୍ଦ୍ରଗ୍ରହଣ ଏକ ପୂର୍ଣ୍ଣଗାସ ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଭାବରେ ମହାଶୂନ୍ୟରେ ସଂଗଠିତ ହେବ। ଏହାର ପୂର୍ଣ୍ଣ ଅବଧିକାଳ ରହିଅଛି 3 ଘଣ୍ଟା 25 ମିନିଟ୍ ଏବଂ 7 ସେକେଣ୍ଡ। ଯେହେତୁ ଏହି ଗ୍ରହଣ ଦୋଳ ପୂର୍ଣ୍ଣିମା ଦିନ ପଡ଼ୁଅଛି, ତେବେ କେମିତି ଏହି ଦୋଳ ପୂର୍ଣ୍ଣିମା ପାଳନ କରିବେ ଓ କେଉଁ ସମୟରେ ପାଳନ କରିବେ, ଏହିସବୁ ବିଷୟରେ ଆଜି ଆମେ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ଜଣାଇବୁ। ଏଥିସହିତ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଚନ୍ଦ୍ରଗ୍ରହଣର ସ୍ପର୍ଶ ସମୟଠାରୁ ଆରମ୍ଭ କରି ମୁଖ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ସମସ୍ତ ସମୟ ସୀମା, ଓଡ଼ିଶାରେ କେଉଁ ସମୟରେ ଦୃଶ୍ୟମାନ ହେବ, ସୂତକ ସମୟ ବା ପାକ ନିଷେଧ ଅର୍ଥାତ୍ ହାଣ୍ଡିଛାଡ଼ ସମୟ ପାଳନ ହେବ ନା ନାହିଁ ଏବଂ ହାଣ୍ଡିଛାଡ଼ କେବେ ଆରମ୍ଭ ହେବ ଏବଂ କେବେ ଶେଷ ହେବ, ଏଥିସହିତ ଶୁଭ ଅଶୁଭ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା, ଯାହାକି ପାଞ୍ଜିର ନିର୍ଭୁଲ ଗଣନାରୁ ସଂଗୃହୀତ ଅଟେ। ଭିଡ଼ିଓର ଶେଷରେ ରହିଛି ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ, ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ରହିଛି ଏବଂ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଶୁଭ ଓ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ସେହିସବୁ ବିଷୟରେ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା ବନ୍ଧୁଗଣ, ସୌରମଣ୍ଡଳର ରହସ୍ୟ ହେଉଛି ବଡ଼ ବିଚିତ୍ର। ସୌରମଣ୍ଡଳରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବ୍ୟତୀତ ଆଉ 9ଟି ଗ୍ରହ ଅବସ୍ଥାନ କରିଥାନ୍ତି, ସେଥିମଧ୍ୟରୁ ପୃଥିବୀ ହେଉଛି ଅନ୍ୟତମ ଏବଂ ଏହି ପୃଥିବୀରେ ଆମେ ବସବାସ କରିଛୁ। ଯେହେତୁ ଚନ୍ଦ୍ର ହେଉଛନ୍ତି ପୃଥିବୀର ଉପଗ୍ରହ, ତେଣୁ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ କେବଳ ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହୋଇଥାଏ। ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟ ସୀମାକୁ ଅଶୁଭ ସମୟ ମଧ୍ୟ କୁହାଯାଇଥାଏ, କାରଣ ଏହି ସମୟରେ ଚନ୍ଦ୍ରଙ୍କଠାରୁ ବାହାରୁଥିବା ଛାଇ ବା ଆଲୋକ ସିଧାସଳଖ ଭାବରେ ପୃଥିବୀ ପୃଷ୍ଠରେ ପଡ଼ିପାରିନଥାଏ, ଯାହାଦ୍ୱାରା ଏହି ସମୟରେ ନକାରାତ୍ମକ ଶକ୍ତିମାନେ ପୃଥିବୀ ପୃଷ୍ଠରେ ଜାଗ୍ରତ ହୋଇଉଠନ୍ତି। ତେଣୁ ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟସୀମା ମଧ୍ୟରେ କେତେକ କାର୍ଯ୍ୟଗୁଡ଼ିକୁ କରିବା ପାଇଁ ମଧ୍ୟ ବାରଣ କରାଯାଇଛି। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ, ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ଆମେ ସୂତକ ସମୟ ମଧ୍ୟ କହିଥାଉ। ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି, କାରଣ ଗ୍ରହଣ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ। ତେଣୁ 9 ଘଣ୍ଟା ପୂର୍ବରୁ ବା 3 ପ୍ରହର ପୂର୍ବରୁ ହାଣ୍ଡିଛାଡ଼ କରାଯିବ। ବନ୍ଧୁଗଣ, ଆସନ୍ତା ମଙ୍ଗଳବାର ଅର୍ଥାତ୍ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ବର୍ଷ 2026ରେ ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି। ପ୍ରଥମେ ଜାଣି ରଖିବା ଗ୍ରହଣ ଲାଗିବାର ସମୟ ବା ଗ୍ରାସ ସମୟ। ଆସନ୍ତା ମଙ୍ଗଳବାର 3 ତାରିଖ ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ହେଉଛି ରହୁଗ୍ରସ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଏହି ଗ୍ରହଣର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି 3 ମାର୍ଚ୍ଚ 2026 ମଙ୍ଗଳବାର ଦିନ 3:21 ଆରମ୍ଭ ହୋଇ ସନ୍ଧ୍ୟା 6:46 ପର୍ଯ୍ୟନ୍ତ ରହୁଛି। ଏହି ଗ୍ରହଣ ମହାକାଶରେ ପ୍ରାୟ 3 ଘଣ୍ଟା 25 ମିନିଟ୍ ଏବଂ 7 ସେକେଣ୍ଡ ପର୍ଯ୍ୟନ୍ତ ମହାକାଶରେ ଦୃଶ୍ୟମାନ ହେବ। ସନ୍ଧ୍ୟା 5:04 ସର୍ବାଧିକ ଚନ୍ଦ୍ରଗ୍ରହଣ ମହାକାଶରେ ଦୃଶ୍ୟମାନ ହେବ। ତେବେ ଏହି ଚନ୍ଦ୍ରଗ୍ରହଣ ଓଡ଼ିଶା ସମେତ ସାରା ଭାରତରେ ସମ୍ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ଏବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣର ସୂତକ ସମୟ ବା ହାଣ୍ଡିଛାଡ଼ କେବେ କରାଯିବ। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ଅର୍ଥାତ୍ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଇଥାଏ। ଯେହେତୁ ଏହା ହେଉଛି ଚନ୍ଦ୍ରଗ୍ରହଣ, ତେଣୁ 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ହାଣ୍ଡିଛାଡ଼ କରାଯିବ। ତେବେ ଏହି ଚନ୍ଦ୍ରଗ୍ରହଣର ହାଣ୍ଡିଛାଡ଼ର ସମୟ ହେଉଛି ଆସନ୍ତା 3 ତାରିଖ ରବିବାର ଦିନ। ଏହା ଭାରତ ଏବଂ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବରେ ପାଳନୀୟ ହେବ। ଚନ୍ଦ୍ରଗ୍ରହଣର ସୂତକ କାଳ ବା ପାକ ନିଷେଧର ସମୟ ହେଉଛି ମଙ୍ଗଳବାର ସକାଳ 6:20 ଆରମ୍ଭ ହେବ ଏବଂ ସନ୍ଧ୍ୟା 6:46 ଶେଷ ହେବ। ଏହି ସମୟ ସୀମା ମଧ୍ୟରେ ଆପଣମାନେ କୌଣସି ଦେବ କାର୍ଯ୍ୟ ବା ଶୁଭ କାର୍ଯ୍ୟ କରିବେ ନାହିଁ।
ଏବଂ ଏହି ସମୟରେ ରନ୍ଧନ କାର୍ଯ୍ୟ କେବେ ହେଲେ କରିବେ ନାହିଁ। ଯେହେତୁ ସକାଳ 6:20ରୁ ସୂତକକାଳ ଲାଗୁଛି, ତେଣୁ ଆପଣମାନଙ୍କୁ ସକାଳ 6:20 ପୂର୍ବରୁ ସ୍ନାନ କାର୍ଯ୍ୟ କରି ଦେବନୀତି ଓ ଭୋଜନ କାର୍ଯ୍ୟ ସମାପ୍ତ କରିବା ପାଇଁ ପଡ଼ିବ ଏବଂ ଏହାପରେ ଆପଣମାନେ ହାଣ୍ଡି ଛାଡ଼ କରିପାରିବେ। ଏବେ ଆସନ୍ତୁ ଜାଣିବା ଦୋଳପୂର୍ଣ୍ଣିମା ହୋଲି ପାଳନ କରିବାର ଶୁଭ ସମୟ। ବନ୍ଧୁଗଣ, ଆସନ୍ତା 3 ତାରିଖ ମଙ୍ଗଳବାର ଦିନ ହେଉଛି ପବିତ୍ର ଦୋଳପୂର୍ଣ୍ଣିମା। ଆପଣମାନଙ୍କୁ ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ବନ୍ଧୁଗଣ, ଆସନ୍ତା 3 ତାରିଖ ମଙ୍ଗଳବାର ଦିନ ହେଉଛି ପବିତ୍ର ଦୋଳପୂର୍ଣ୍ଣିମା। ଆପଣମାନଙ୍କୁ ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ପର୍ବର ଶୁଭେଚ୍ଛା ଓ ଶୁଭକାମନା। ହିନ୍ଦୁ ଧର୍ମରେ ଏହି ଦିନକୁ ବହୁତ ପବିତ୍ର ମନାଯାଇଥାଏ। ଏହି ଦିନ ଲୋକମାନେ ଦାନ ଓ ଧର୍ମକର୍ମରେ ସମୟ ଅତିବାହିତ କରିଥାନ୍ତି। ଏହି ସମୟ ଶୁଭ ହୋଇଥିବାରୁ ଏହି ଦିନରେ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ ଗୃହରେ ପୂଜାପାଠ କଲେ ଶୁଭଫଳ ମିଳିଥାଏ। ଯଦି ଏହି ଶୁଭ ସମୟରେ ଜଣାତରେ ହେଉ ବା ଅଜଣାତରେ ହେଉ କିଛି ଅଶୁଭ କାମ ହୋଇଯାଏ, ତେବେ ସବୁ ଧର୍ମ ଓ କର୍ମର ଫଳ ଅଶୁଭ ହୋଇଥାଏ, ଯାହାଫଳରେ ଆମକୁ ସାରା ଜୀବନ ଦୁଃଖ ଓ କଷ୍ଟ ଓ ଅଭାବ ଅନଟନରେ ଜୀବନ ବିତାଇବାକୁ ପଡ଼ିଥାଏ। ତେବେ ଦୋଳପୂର୍ଣ୍ଣିମାର ସମୟ ଆସନ୍ତା ମାର୍ଚ୍ଚ ମାସ 3 ତାରିଖ ମଙ୍ଗଳବାର ଦିନ ହେଉଛି ପବିତ୍ର ଦୋଳପୂର୍ଣ୍ଣିମା। ଦୋଳପୂର୍ଣ୍ଣିମାର ଶୁଭ ସମୟ ହେଉଛି ସକାଳ 5:50 ଆରମ୍ଭ ହୋଇ ସକାଳ 6:20 ପର୍ଯ୍ୟନ୍ତ ରହୁଛି। ଏହି ସମୟରେ ଆପଣମାନେ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିପାରିବେ। ସେହିପରି ଭାବରେ ହୋଲି ପର୍ବ ଆପଣମାନେ 4 ତାରିଖ ଦିନ ପାଳନ କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ନକ୍ଷତ୍ରମାନଙ୍କ ସ୍ଥାନରେ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରରେ 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏହି 8ଟି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ପିଛା ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ମେଷ ରାଶି, କର୍କଟ ରାଶି, ଧନୁ ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଚନ୍ଦ୍ରଗ୍ରହଣ ସମୟରେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ଜପ କରନ୍ତୁ। ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା କୌଣସି କପଡ଼ା ଆଦି ସିଲେଇ କରନ୍ତୁ ନାହିଁ, ନଚେତ୍ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ। ଏଥିସହିତ ଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରଙ୍କର ଛାୟା କୌଣସି ବି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତା'ର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଇଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ କ'ଣ ସବୁ କରିବା ଅନୁଚିତ? ପ୍ରଥମତଃ ଖାଦ୍ୟ ତିଆରି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ଅଶୁଭ ମନାଯାଇଥାଏ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ହୋଇଥାଏ। ଏଥିପାଇଁ ଆପଣମାନେ ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କାର୍ଯ୍ୟ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗ୍ରହଣ ହେଉ ବା ପରାଗ, ଏହି ସମୟରେ ଶୁଖିଲା ଖାଦ୍ୟ ବା ଫଳମୂଳ ଇତ୍ୟାଦି ଆପଣମାନେ ଖାଇପାରିବେ। ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି ସେମାନେ ଘର ବାହାରକୁ ଯିବାକୁ ନିଷେଧ କରାଯାଇଛି। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରଙ୍କର ଛାୟା କୌଣସି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଇଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବାହାରକୁ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମଧ୍ୟ ଗୃହ ମଧ୍ୟରେ ଆଲୋଚନା ମଧ୍ୟ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ପରିବାରର ଅନିଷ୍ଟ ହୋଇଥାଏ। ଗ୍ରହଣ ସମୟରେ ଠାକୁର ପୂଜା କରନ୍ତୁ ନାହିଁ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ରଖନ୍ତୁ ଏବଂ ଚନ୍ଦ୍ରଗ୍ରହଣ ସମୟରେ କୌଣସି ବୃକ୍ଷ ବା ଗଛଲତା ଇତ୍ୟାଦିକୁ ସ୍ପର୍ଶ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଅନ୍ନଦାନ କରିବା ଉତ୍ତମ। ଏହି ସମୟରେ ଆପଣମାନେ ଦାନ ଧର୍ମ କରିପାରିବେ। ଏମିତି କୁହାଯାଏ କି ଗ୍ରହଣ ସମୟରେ ଅନ୍ନଦାନ କରିଲେ ଶାରୀରର ସମସ୍ତ ରୋଗ ଇତ୍ୟାଦି ଦୂର ହୋଇଥାଏ। ତେଣୁ ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ ଏବଂ ନିଜ ଘରେ ଗଙ୍ଗାଜଳ ସିଞ୍ଚନ କରି ପବିତ୍ର କରିନେବା ଉଚିତ ଏବଂ ଏହାପରେ ନିଜର ସାମର୍ଥ୍ୟ ଅନୁସାରେ ଦୁଃଖୀ ଓ ଦରିଦ୍ର ଲୋକମାନଙ୍କୁ ଯଦି ଆପଣମାନେ ଅର୍ଥ ହେଉ ବା ଅନ୍ନ ଇତ୍ୟାଦି ଦାନ କରୁଛନ୍ତି, ତାହେଲେ ଏହା ଆପଣମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଚନ୍ଦ୍ରଗ୍ରହଣ ସମୟରେ କାହା ସହିତ କଥା ହୁଅନ୍ତୁ ନାହିଁ ଓ ସେହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ। ଏହାଦ୍ୱାରା ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରିନଥାଏ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କର ଛାୟା ବହୁତ କ୍ଷତିକାରକ ହୋଇଥାଏ। ଏଥିପାଇଁ ଗ୍ରହଣ ସମୟରେ ଆପଣ
ଆପଣଙ୍କ ଗୃହର ସମସ୍ତ କବାଟ ଓ ଝରକା ଇତ୍ୟାଦି ବନ୍ଦ କରି ରଖନ୍ତୁ, ଯାହାଦ୍ୱାରା ଆପଣଙ୍କର ଗୃହକୁ ନକାରାତ୍ମକ ଶକ୍ତି କେବେ ହେଲେ ପ୍ରବେଶ କରିପାରିବ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବାରୁ ବିବାହିତ ପୁରୁଷ ଓ ମହିଳାମାନେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ମନାଯାଇଅଛି। ଏହାଦ୍ୱାରା ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏହାର କୁପ୍ରଭାବ ଆପଣମାନଙ୍କର ସନ୍ତାନମାନଙ୍କ ଉପରେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରର 12ଗୋଟି ରାଶିମାନଙ୍କ ମଧ୍ୟରୁ ଏହି 8ଟି ରାଶି ଉପରେ ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ ମେଷ ରାଶି, କର୍କଟ ରାଶି, ଧନୁ ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ସାବଧାନ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ଜପ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ଉପରକୁ ଆସୁଥିବା ଘାତ ଓ ପ୍ରତିଘାତ ଆପେ ଆପେ ଟଳିଯିବ। ତେବେ ବନ୍ଧୁଗଣ, ଏହା ଥିଲା ଆସନ୍ତା 3 ତାରିଖ ଚନ୍ଦ୍ରଗ୍ରହଣର ସମ୍ପୂର୍ଣ୍ଣ ବିବରଣୀ ବିଷୟରେ। ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣଙ୍କର ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ। ଧନ୍ୟବାଦ।